ଦେଖନ୍ତୁ ଚଳିତ ବର୍ଷ ଖରିଫ ଋତୁରେ ମୌସୁମୀ ଦୁର୍ବଳ ହେବା ସହିତ ଚାଷୀ ମଧ୍ୟ ଟିକେ ଦୁର୍ବଳ ହୋଇକି ପଡ଼ିଛନ୍ତି। ଜଳସେଚନ ଅବସ୍ଥା ପୁରା ଅବ୍ୟବସ୍ଥା ପୁରା ଏଠି ହଜାର ହଜାର ହେକ୍ଟର ଜମି ପଡ଼ିଆ ବର୍ତ୍ତମାନ ପାଣିର ଅଭାବରୁ ପଡ଼ିଆ ପଡ଼ିଛି। ଆଉ ଜଳସେଚନ ଅବସ୍ଥା ନ କହିଲେ ଚଳେ। ଆଜିକି ମାନେ ଜୁଲାଇ ସରିବାକୁ ବସିଲାଣି, ପାଣି ନାହିଁ, ଚାଷୀ ହନ୍ତସନ୍ତ। ଆଉ ଗଭର୍ଣ୍ଣମେଣ୍ଟର ଆଭିମୁଖ୍ୟ କ'ଣ ରହୁଛି, ଲୋକ ପୁରା ଗଭର୍ଣ୍ଣମେଣ୍ଟ ଉପରେ ପୁରା ଖପା ହେଲେଣି। ଏ ଗଭର୍ଣ୍ଣମେଣ୍ଟ ଦେଶ ଚଲେଇବ କ'ଣ, କିଛି ଆର ଚଲେଇ ମାନେ ଏମାନେ କିଛି ତା'ର ଚେର କିଛି ପାଉନାହାନ୍ତି। ଇଏ ଓଡ଼ିଶା ଚଲେଇଲା ବେଳେ ଆଙ୍କର କାପାସିଟି ନାହିଁ। ଇଏ ମନ୍ତ୍ରୀଙ୍କର ଯେଉଁ ଅପାରଗ ମନ୍ତ୍ରୀ, ଇଏ ଅପାରଗ ସରକାର, ଅପାରଗ ମୁଖ୍ୟମନ୍ତ୍ରୀ, ସବୁ ଏଠି ଅପାରଗ। ଏଠି ଜଳସେଚନ ଅଧିକାରୀ ତ ସଦାବେଳେ ତାଲା ସେଠି ଝୁଲୁଛି। ସେଠି ପିଅନ ବ୍ୟତୀତ ଆଉ ସେ ଏରିଆରେ କେହି ସେଠି ଦେଖିବାକୁ ମିଳୁନି। ଲୋକମାନେ କାହାକୁ ଗୁହାରି କରିବେ? ସେଥିପାଇଁ ଜମି ପଡ଼ିଆ ପଡ଼ିଛି। ପ୍ରଶାସନର ଆବଶ୍ୟକତା ରହୁଛି ଜୟ ଯବାନ ଜୟ କିଷାନ। କୃଷି ଆଉ ଯବାନଙ୍କ ଦେଶ ରହୁଛି ମେରୁଦଣ୍ଡ। କୃଷି ବଞ୍ଚିଲେ ଦେଶ ବଞ୍ଚିବ। ଯଦି କୃଷକ ମରିବେ ତାହେଲେ ଦେଶ ବି ଭାସିଯିବ। ସରକାର କୃଷି ଉପରେ ପ୍ରାଧାନ୍ୟ ଦେବା କଥା। ଜଳସେଚିତ ଅଞ୍ଚଳକୁ କେମିତି ସୁବିଧା ଉପାୟରେ ଜଳସେଚନ ଯୋଗାଇ ଦିଆଯିବ, ତା'ର ବହୁତ ମାତ୍ରାରେ ସରକାର ଆ ଉପରେ ଟିକେ ନଜର ରଖି ଟିକେ ନଜର ରଖିବା ଦରକାର।